ଆପଣଙ୍କର SBI ରେ ଆକାଉଣ୍ଟ ଅଛି କି? ତେଣୁ ଆପଣଙ୍କୁ ମୁଦ୍ରା ଲୋନ୍ ମିଳିବ। ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ଆଉ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ। ଆପଣଙ୍କର ଯଦି SBI ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହେଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପଣଙ୍କୁ ମୁଦ୍ରା ଲୋନ୍ ମିଳିବ। କାରଣ SBI ତରଫରୁ ଗୋଟେ ସୂଚନା ଆସିଛି, ଯେଉଁମାନଙ୍କର SBI ଆକାଉଣ୍ଟ ଅଛି ସେମାନଙ୍କୁ ମୁଦ୍ରା ଲୋନ୍ ମିଳିବ ଅପ୍ ଟୁ 10 ଲକ୍ଷ। ଯେଉଁମାନେ ଶିଶୁ ସେମାନଙ୍କୁ 50,000 ଭିତରେ ମିଳିବ। ଯେଉଁମାନେ କିଶୋର ସେମାନେ 50,000ରୁ 5 ଲକ୍ଷ ଭିତରେ, ଆଉ ଯେଉଁମାନେ ତରୁଣ 5 ଲକ୍ଷରୁ 10 ଲକ୍ଷ ଭିତରେ ତାଙ୍କୁ ଲୋନ୍ ମିଳିବ। ତେଣୁ ଆପଣଙ୍କ ଏଜ୍ ଅନୁସାରେ ଆପଣଙ୍କୁ ଏଇଟା କ'ଣ ମିଳିବ। ତେଣୁ ଆପଣମାନଙ୍କର ଯଦି କୌଣସି ଲୋନ୍ ନାହିଁ ପୂର୍ବରୁ, ତାହେଲେ ଆପଣ ନୂଆ ଆପ୍ଲାଏ ଯାଇକି କରିପାରିବେ। ଷ୍ଟେଟ୍ ବ୍ୟାଙ୍କ ପଳାଇବେ, ବ୍ରାଞ୍ଚକୁ ପଳାଇବେ, ସେଠି ବ୍ରାଞ୍ଚ ମ୍ୟାନେଜର ସହ କଥାବାର୍ତ୍ତା ହେଇକରି ତାଙ୍କର ଫର୍ମ ଆଣି ଫିଲ୍ଅପ୍ କରିବେ। ସେଥିରେ ଆପଣଙ୍କ ଆଧାର ନମ୍ବର, ଆପଣଙ୍କର ଭୋଟର ଆଇ କାର୍ଡ଼ ନମ୍ବର, ଆପଣଙ୍କର ବ୍ୟାଙ୍କ ପାସବୁକ୍, ଆଉ ଆପଣଙ୍କର ଯେଉଁ ବିଜନେସ୍ କରିବ ତାହାର କିଛି ମାନେ ରିପୋର୍ଟ ଦେଇକି ଆପଣ ମୁଦ୍ରା ଲୋନ୍ ପାଇଁ ଆପ୍ଲାଏ କରିପାରିବେ। ଆପ୍ଲାଏ କରିବା ପାଇଁ ଆପଣଙ୍କୁ ଆଉ ଗୋଟେ ନିହାତି ପ୍ୟାନ୍ କାର୍ଡ଼ ନିହାତି ଥିବା ଦରକାର। ପ୍ୟାନ୍ କାର୍ଡ଼ ନହେଲେ ଆପଣଙ୍କୁ ଡକୁମେଣ୍ଟ ଗୋଟେ ହେଲା ଭୋଟର ଆଇ କାର୍ଡ଼, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ବ୍ୟାଙ୍କ ପାସବୁକ୍, ଆଉ ହେଲା ଆମର କ'ଣ ନା ଯେଉଁ ବିଜନେସ୍ କରିବେ ତା'ର ଯୋଜନା ପ୍ଲାନିଂ ରିପୋର୍ଟ ସେଇଟା ବି ନେଇକି ଦେବେ। ବ୍ୟାଙ୍କ ମ୍ୟାନେଜରକୁ ଦେବେ, ମୁଁ ଏ ଲୋନ୍ କରିବାକୁ ଚାହୁଁଛି, ମୋତେ ଏହା ସାହାଯ୍ୟ କରନ୍ତୁ। ସେଥିରେ କ'ଣ ବ୍ୟାଙ୍କ ଆପଣଙ୍କୁ ସାହାଯ୍ୟ କରିବ। ଏହା ସରକାରଙ୍କର ଗୋଟେ ଭଲ ଉଦ୍ୟମ। 2015ରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଇଟା ଆରମ୍ଭ କରିଥିଲେ, ଯାହାଫଳରେ ଛୋଟ ଛୋଟ ଉଦ୍ୟୋଗୀମାନେ ସେମାନେ ତାଙ୍କର ଛୋଟ ଛୋଟ ବିଜନେସ୍ ଆରମ୍ଭ କରିପାରିବେ। କଲେ ସେମାନେ କ'ଣ ସ୍ୱାବଲମ୍ବୀ ହେଇପାରିବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ମୁଦ୍ରା ଲୋନ୍ ଆପଣମାନେ ସମସ୍ତଙ୍କୁ ଜାଣିଥିବେ, ତଥାପି ଆଉ ଟିକେ ଜାଣି ରଖନ୍ତୁ। SBIରେ ଏଇଟା ଗୋଟେ ଯଦି ସମସ୍ତଙ୍କ ବ୍ୟାଙ୍କରେ ମିଳୁଛି, କିନ୍ତୁ SBI ତରଫରୁ ଏଇଟା ସ୍ପେଶାଲ ରିପୋର୍ଟ ଆସିଛି, ଯାହାକି ଯେଉଁମାନଙ୍କର SBIରେ ଆକାଉଣ୍ଟ ଅଛି ସେମାନଙ୍କୁ ମୁଦ୍ରା ଲୋନ୍ ଦିଆଯିବ। ଏଥିରେ ଆପଣଙ୍କୁ ଇଲିଜିବିଲିଟି ଦେଖିବାକୁ ପଡ଼ିବ। ଇଲିଜିବିଲିଟି ହେଲେ ଆପଣଙ୍କୁ ମିଳିବ, ଯଦି ଆପଣ ଇଲିଜିବିଲିଟି ନଦେଲେ ମିଳିବନି। ତେଣୁ ଆପଣ ସମସ୍ତ ଡକୁମେଣ୍ଟ ନେଇକରି ଆପଣ ବ୍ୟାଙ୍କ ମ୍ୟାନେଜର ସହିତ କଥା ହୁଅନ୍ତୁ। ସେଟା ଯାଇକି ଆପଣଙ୍କର ଦେଇକି ଯେତେକ ଡକୁମେଣ୍ଟ ଅଛି, କ୍ରାଇଟେରିଆ ଅଛି, ସବୁ ଦେଖିଲା ପରେ ବ୍ୟାଙ୍କ ମ୍ୟାନେଜର ଆପଣଙ୍କୁ କହିବ ଏଇ ଲୋନ୍ ପାଇଁ ଆପ୍ଲାଏ କର, ଆପଣଙ୍କ ଏଜ୍ ଅନୁସାରେ ଆପଣଙ୍କୁ ମିଳିବ। ଶିଶୁକୁ 50,000, ଯଦି ଆପଣ ଶିଶୁରେ ଯାଉଛନ୍ତି 50,000, ଯୁବକ କିଶୋର ହେଲେ 50,000ରୁ 5 ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ମିଳିପାରିବ। ଆଉ ଯଦି ଟିକେ ବୟସ୍କ ହେଇଯାଇଛନ୍ତି ତାହେଲେ 5 ଲକ୍ଷରୁ 10 ଲକ୍ଷ ଭିତରେ ଆପଣଙ୍କୁ ମିଳିବ। ତେଣୁ ଆପଣମାନେ ନିଜର ଡକୁମେଣ୍ଟ ନେଇ ବ୍ୟାଙ୍କ ମ୍ୟାନେଜର ପାଖକୁ ଯାଆନ୍ତୁ। ଆପଣ ନିକଟସ୍ଥ SBI ଆପଣ ଯେଉଁଠି ଆକାଉଣ୍ଟ ଅଛି ସେଇ ବ୍ୟାଙ୍କକୁ ଯାଆନ୍ତୁ। ଯାଇକି ସେଠି ତାଙ୍କ ମ୍ୟାନେଜର ସହିତ କଥାବାର୍ତ୍ତା ହେଇକି ଆପଣ କେମିତି ଫର୍ମ ଫିଲ୍ଅପ୍ କରିବେ, କ'ଣ ଡକୁମେଣ୍ଟ ଦେବେ, ସବୁ ଫିଲ୍ଅପ୍ କରିକି ଆପଣ ଏଇଟା ସରକାରଙ୍କ ଯୋଜନାର ସୁବିଧା ନିଅନ୍ତୁ, ଲାଭ ଉଠାନ୍ତୁ। ତେଣୁ ଏଇଟା ହେଲା ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଯୋଜନା। ଏଥିରେ ସମସ୍ତେ ଭାଗ ନେଇପାରିବେ। ଆପଣଙ୍କର ଯୋଗ୍ୟ ଅନୁସାରେ ଆପଣଙ୍କୁ ଲୋନ୍ ମିଳିବ। ତେଣୁ ଏଥିରେ ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ, ନିଜେ ବିଜନେସ୍ ଆରମ୍ଭ କରି ସ୍ୱାବଲମ୍ବୀ ହୋଇପାରିବେ। ଏସବୁରୁ ଆପଣଙ୍କୁ ଫାଇଦା ଉଠାନ୍ତୁ, ସରକାରଙ୍କ ଠାରୁ ଲୋନ୍ ଆଣିକି ନିଜର ସୁବିଧା ପାଆନ୍ତୁ। ତେଣୁ ଆମ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।